ଗାଡିଙ୍ଗିଆ ଠାରେ ପାଳିତ ହେଲା ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ। କନ୍ଧମାଳ ଜିଲ୍ଲା ଟିକାଭାଲି ବ୍ଲକ ଅନ୍ତର୍ଗତ ଗାଡିଙ୍ଗିଆ ଗ୍ରାମ ପଞ୍ଚାୟତ ମଣ୍ଡାଗୁଡ଼ା ଗାଁରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅତି ଆନନ୍ଦ ଉଲ୍ଲାସରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଥିବାର ଦେଖିବା ପାଇଁ ମିଳିଛି। ଗତକାଲି ରାତିରେ ଭକ୍ତ ଭାଇ ଭଉଣୀମାନେ ରାତି ଉଜାଗର କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟକୁ ଅପେକ୍ଷା କରି ହୁଳହୁଳି କରତାଳି ସହିତ କୃଷ୍ଣ ଓ ରାମ ନାମରେ ପ୍ରକମ୍ପିତ କରି ନାମଗାନ କରିଥିଲେ। ଶେଷରେ ଗ୍ରାମ ଗ୍ରାମ ପରିକ୍ରମା କରି ନାଚ ଗୀତରେ ମଜିଯାଇଥିବା ଦେଖିବା ପାଇଁ ମିଳିଛି। ତେବେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଏକଲବ୍ୟ ପ୍ରଧାନ ପୂଜା କାର୍ଯ୍ୟ କରିଥିଲେ ଏବଂ ସହଯୋଗ କରିଥିଲେ ଗଣେଶ୍ୱର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଦିଗାଲ, ଲୋକନାଥ ପ୍ରଧାନ, ରାଇଙ୍ଗା ଦିଗାଲ, ପ୍ରିୟଞ୍ଜନ ପ୍ରଧାନ, ରାଓ ପ୍ରଧାନ, ସୁରାଜ ପ୍ରଧାନ, ରାଷ୍ଟ୍ରପତି ପ୍ରଧାନ, ମୃତ୍ୟୁଞ୍ଜୟ ପ୍ରଧାନ, ଶିଶିର ଦିଗାଲ, ଅଜିତ ଦିଗାଲଙ୍କ ସହିତ ଅନ୍ୟାନ୍ୟ ଉଭୟ ପୁରୁଷ ମହିଳାମାନଙ୍କ ନେଇ ପାଳିତ ହୋଇଯାଇଛି ଏହି ପବିତ୍ର ଜନ୍ମାଷ୍ଟମୀ ପର୍ବ। କନ୍ଧମାଳ ଜିଲ୍ଲା ଟିକାବାଲିରୁ ପୂର୍ଣ୍ଣା ଦିଗାଲଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।